ପାଟଣାରେ ମହିଳାଙ୍କୁ ହତ୍ୟା ଅଭିଯୋଗ। କେନ୍ଦୁଝର ଜିଲ୍ଲା ପାଟନା ଥାନା ଭୀମାପଡ଼ା ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଯାଇଛି। ହଠାତ୍ ମୃତ୍ୟୁ ନେଇ ମୃତକ ପରିବାର ଲୋକେ ହତ୍ୟା ଆରୋପ ଆଣିଛନ୍ତି। ଉଲ୍ଲେଖଯୋଗ୍ୟ କି ଶକୁନ୍ତଳା ମହାନ୍ତ ନିଜ ସ୍ୱାମୀ ନେତ୍ରାନନ୍ଦଙ୍କ ସହ ରହୁଥିଲେ। ତେବେ ରାତିରେ କୌଣସି କାରଣରୁ ପାରିବାରିକ କଳହ ହୋଇଥିଲା। ଏହାପରେ ସକାଳୁ ଶକୁନ୍ତଳା ମୃତ ଅବସ୍ଥାରେ ପଡ଼ିଥିଲେ। ସ୍ୱାମୀ ସେ ଖଟରୁ ପଡ଼ି ମରିଗଲେ କହୁଛନ୍ତି। ତେବେ ଖଟରୁ ପଡ଼ି କେମିତି ମଲେ ସମସ୍ତେ ସନ୍ଦେହ ପ୍ରକାଶ କରିଛନ୍ତି। ପୁଲିସ ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ବୋଲି ଜଣାଯାଇଛି। ଏହି ମୃତା ଶକୁନ୍ତଳା ହେଲେ ନେତ୍ରାନନ୍ଦ ମହାନ୍ତଙ୍କ ଦ୍ୱିତୀୟ ସ୍ତ୍ରୀ। ପ୍ରଥମ ସ୍ତ୍ରୀ ନିଜ 3 ପିଲାଙ୍କୁ ଧରି ବାହାରେ ରହୁଛନ୍ତି। ଏହି ଘଟଣା ପରେ ଶକୁନ୍ତଳା ପରିବାର ହତ୍ୟା ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଛନ୍ତି। ଦଶରଥ ବାରିଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।